ଆଜିର ବିଷୟ ଆୟତଚିତ୍ର ଓ ବର୍ଗଚିତ୍ରର ପରିଚୟ। ଆୟତଚିତ୍ର କ'ଣ ଏବଂ ବର୍ଗଚିତ୍ର କ'ଣ ଆଜି ମୁଁ ଆପଣମାନଙ୍କୁ ବତେଇବି। ପିଲାମାନେ ଦେଖ, ଏହିଭଳି ଗୋଟିଏ ଆୟତଚିତ୍ର ଚାରି ବାହୁର ସମଷ୍ଟି। ଆୟତଚିତ୍ରରେ ଦୈର୍ଘ୍ୟ ଏବଂ ପ୍ରସ୍ଥ ଥାଏ। ଦୈର୍ଘ୍ୟ ଲମ୍ବ ଏବଂ ପ୍ରସ୍ଥ ଚଉଡ଼ା। ଆୟତଚିତ୍ରର ପରିସୀମା। ପରିସୀମାର ଅର୍ଥ କ'ଣ? ପରିସୀମା ହେଲା ଏଇ ଚାରି ବାହୁର ସମଷ୍ଟିକୁ ପରିସୀମା କୁହାଯାଏ। ଏହି ପରିସୀମା ଜାଣିବା ପାଇଁ ତାର ସୂତ୍ର ହେଲା 2 ଗୁଣନ ଦୈର୍ଘ୍ୟ ଯୋଗ ପ୍ରସ୍ଥ ଏବଂ କ୍ଷେତ୍ରଫଳ। କ୍ଷେତ୍ରଫଳର ଅର୍ଥ ଆୟତକ୍ଷେତ୍ରର ମଧ୍ୟବର୍ତ୍ତୀ ସବୁ ସ୍ଥାନକୁ କ୍ଷେତ୍ରଫଳ କୁହାଯାଏ। ଏହି କ୍ଷେତ୍ରଫଳର ସୂତ୍ର ହେଲା ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ଆୟତଚିତ୍ରର ପରିସୀମା 2 ଗୁଣନ ଦୈର୍ଘ୍ୟ ଯୋଗ ପ୍ରସ୍ଥ ଏବଂ କ୍ଷେତ୍ରଫଳ ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ସେହିପରି ଭାବରେ ବର୍ଗଚିତ୍ରର ଚାରି ବାହୁ ସମାନ। ବର୍ଗଚିତ୍ରର ଚାରି ବାହୁ ସମାନ। ଚାରି ବାହୁର ଦୈର୍ଘ୍ୟ ସମାନ ଥାଏ। ସେହିପରି ବର୍ଗଚିତ୍ରର ପରିସୀମା ଜାଣିବା ପାଇଁ ଚାରି ବାହୁର ସମଷ୍ଟି। ଚାରି ବାହୁର ସମଷ୍ଟି ମାନେ କ'ଣ? ବାହୁ ଗୁଣନ 4। ବାହୁ ଗୁଣନ 4 ବର୍ଗଚିତ୍ରର ପରିସୀମା ଏବଂ କ୍ଷେତ୍ରଫଳ ବାହୁ ଗୁଣନ ବାହୁ। ବର୍ଗଚିତ୍ରର ପରିସୀମା ସମାନ ବାହୁ ଗୁଣନ 4 ଏବଂ କ୍ଷେତ୍ରଫଳ ସମାନ ବାହୁ ଗୁଣନ ବାହୁ। ଏହି ଗଣିତର ସୂତ୍ର ପ୍ରୟୋଗ କରି ଆମେ କିଛି ଗଣିତର ସମାଧାନ କରିବା। ଆୟତଚିତ୍ର ଏବଂ ବର୍ଗଚିତ୍ରର ପରିସୀମା ଏବଂ କ୍ଷେତ୍ରଫଳ ଜାଣିବା ପାଇଁ ଏହି ସୂତ୍ରକୁ ମନେ ରଖିବାକୁ ପଡ଼ିବ। ପରିସୀମା ଓ କ୍ଷେତ୍ରଫଳର ଅଭ୍ୟାସ। ଏକ ଆୟତାକାର ପଡ଼ିଆର ଦୈର୍ଘ୍ୟ 12 ମିଟର ଓ ପ୍ରସ୍ଥ 8 ମିଟର ହେଲେ ଏହାର ପରିସୀମା ଓ କ୍ଷେତ୍ରଫଳ କେତେ? ଉତ୍ତର: ଆୟତାକାର ପଡ଼ିଆର ଦୈର୍ଘ୍ୟ ଦେଇଛି 12 ମିଟର, ଯାହାକି ଦତ୍ତ, ଏବଂ ପ୍ରସ୍ଥ 8 ମିଟର। ଆୟତାକାର ପଡ଼ିଆର ପରିସୀମା ବାହାର କରିବାକୁ ପ୍ରଥମେ ସୂତ୍ର ପ୍ରୟୋଗ କରିବା। ସୂତ୍ର କ'ଣ? ସୂତ୍ର ହେଲା 2 ଗୁଣନ ଦୈର୍ଘ୍ୟ ଯୋଗ ପ୍ରସ୍ଥ। ଏଠାରେ ଦୈର୍ଘ୍ୟ କେତେ? 12 ମିଟର ଏବଂ ପ୍ରସ୍ଥ 8 ମିଟର। 2 ଗୁଣନ 12 ଯୋଗ 8। 12 ଯୋଗ 8 ଯେହେତୁ ବନ୍ଧନୀ ଭିତରେ ଅଛି, ତାହାକୁ ଆଗ କରିବା। 12 ଯୋଗ 8 ସମାନ 20। 2 ଗୁଣନ 20 ସମାନ 40 ବର୍ଗ ମିଟର। ଆୟତାକାର ପଡ଼ିଆର ପରିସୀମା 40 ବର୍ଗ ମିଟର। ତାପରେ ଆୟତାକାର ପଡ଼ିଆର କ୍ଷେତ୍ରଫଳ। କ୍ଷେତ୍ରଫଳ କ'ଣ? ଦୈର୍ଘ୍ୟ ଗୁଣନ ପ୍ରସ୍ଥ। 12 ଗୁଣନ 8 ସମାନ 96 ବର୍ଗ ମିଟର। ଆୟତାକାର ପଡ଼ିଆର କ୍ଷେତ୍ରଫଳ 96 ବର୍ଗ ମିଟର। ଏକ ବର୍ଗଚିତ୍ରର ଗୋଟିଏ ବାହୁର ଦୈର୍ଘ୍ୟ 5 ମିଟର ହେଲେ ଏହାର କ୍ଷେତ୍ରଫଳ ଓ ପରିସୀମା ନିର୍ଣ୍ଣୟ କର। ବର୍ଗଚିତ୍ରର ଚାରି ବାହୁ ସମାନ। ଗୋଟିଏ ବାହୁ 5 ମିଟର ଥିଲେ ଅନ୍ୟ ସମସ୍ତ ବାହୁ ମଧ୍ୟ 5 ମିଟର, 5 ମିଟର ଏବଂ 5 ମିଟର। ତେବେ ବର୍ଗଚିତ୍ରର ପରିସୀମା ବାହାର କରିବାକୁ ହେଲେ ସୂତ୍ର କ'ଣ? ସୂତ୍ର ବାହୁ ଗୁଣନ 4। ଏଠାରେ ବାହୁ କେତେ? ବାହୁ 5 ମିଟର ଗୁଣନ 4 ସମାନ 20 ବର୍ଗ ମିଟର। ବର୍ଗଚିତ୍ରର ପରିସୀମା କେତେ? 20 ବର୍ଗ ମିଟର। ଏବଂ ବର୍ଗଚିତ୍ରର କ୍ଷେତ୍ରଫଳ। ବର୍ଗଚିତ୍ରର କ୍ଷେତ୍ରଫଳ ବାହୁ ଗୁଣନ ବାହୁ। ବାହୁ 5 ମିଟର ଗୁଣନ ବାହୁ। 5 ଗୁଣନ 5 25 ବର୍ଗ ମିଟର। ବର୍ଗଚିତ୍ରର କ୍ଷେତ୍ରଫଳ କେତେ? 25 ବର୍ଗ ମିଟର।